नमस्कार मु डॉक्टर दिलीप पंडा जेतेबेले भी गोटाए बलात्कार नारी हत्या नारी निर्यातनार मामला सामना को आसे सेतेबेले एक नूतनत्वविहीन मंतव्य आविर्भाव हुए। ठीक सेमिति कलिकता मेडिकल छात्रींकर धर्षण और हत्या परे एमिति गुड़ाए उद्भट मंतव्य तथा तथ्य एक परिवर्तन पाई किंबा एपरी जघन्य घटना को प्रतिरोध करिवा पाई सामना को आसी ए सबू राजनैतिक नेता मानकर उर्वर मस्तिष्क बाहरे जे माँ माटी मानुष्र स्लोगान दे जी मुख्यमंत्री होती जहांकर कि सांविधानिक कर्तव्य होची समस्त नागरिकंकर सुरक्षा धन जीवन रक्षा करिवा एवं जड़े नारी होई नारी प्रति संवेदनशील हवा से सेतेबेले कहउछंती कौन ना से यौन निर्यातना और हत्या परे जे तार प्रतिकार निमंते कहउछंती जे जेते दूर संभव नारी मानंकु रात्रि रे अंधार समय रे एवं एकांत जगारे ड्यूटी करिबारु निवृत्त करा जाओ। यहाकू वेस्ट बेंगल रो नारी दिवस उद्यापन मंच प्रथमे निंदा करिछि जे यह संपूर्ण भावरे जड़े नागरिकर से नारी हो पुरुष हो जेकोसी लिंगर हो जेकोसी जाति धर्म वर्ण निर्विशेष रे यह जनकर गोटे नागरिकर मौलिक अधिकार फंडामेंटल राइट को या क्षुण्ण करुछि कहिना आम गोटे नागरिकर मौलिक अधिकार होउछि से जेकोसी समय रे जेकोसी स्थान रे से कर्तव्यरत हो पारे किंबा से जेकोसी स्थान को जेकोसी समय रे यात्रा करि पारे जाई पारे ताकू सुरक्षा देवार दायित्व होउछि राष्ट्र आउ राष्ट्र मुख्य सरकार मुख्य जी सी जदि कहबो जे नहीं घर भितर रुह एमती सेफ्टी प्लेस सुरक्षित जगार रुह सुरक्षित जगार कर्तव्य कर दिन समय रे कर्तव्य कर्म कर अंधार राति रे कर नाही जेतेबेले कि 24/7 विभिन्न क्षेत्र रे आईटी सेंटर रो आरंभ करिकी कॉल सेंटर रो मीडिया आउ डॉक्टर मानकर तो समय निर्धारण न थाए 24 घंटिया तांकर रूटीन एमिति एक समय रे एमिति एक ऑर्थोडॉक्स गोटे रूढ़ीवादी गोटे सामंतवादी मंतव्य दवा दुर्भाग्यजनक एवं अति क्षोभर विषय एकविंश शताब्दीर 2 दशक पार हैला परे जदि आमे नारी मानंकु घरे रुह सुरक्षित जगार काम कर यही समय रे काम कर नहीं यही जगह को जाओ नहीं बोली दौछु आमे मंतव्य तेरा पुणी के शासन मुख्य ये सेमती रे देश क्योंटी की जाऊछि राजनीतिक व्यवस्था रो जो माने कर्णधार
ସେମାନଙ୍କର ମାନସିକ ଚିନ୍ତାଧାରା କେତେ ଦୁଷ୍ଟ ସ୍ତରର ଏଇଠୁ କଳ୍ପନା କରନ୍ତୁ। ସେଥିପାଇଁ ଯେ ଯଦି ତୁମେ ଯଦି ଗୋଟେ ଦାୟିତ୍ୱ ନେଇଛ, ଆମେ ଆମର ସ୍ୱାଧୀନତା ସାର୍ବଭୌମତ୍ୱ କିଛି ଅଧିକାର ଭୋଟ ମାଧ୍ୟମରେ ଆମେ ତୁମକୁ ସମର୍ପଣ କରିଦେଇଛୁ, ଏଇ ଆସ୍ଥା ଆଉ ଏଇ ବିଶ୍ୱାସ, ଏଇ ଆଶାରେ ଯେ ତୁମେ ଆମକୁ ତଥା ଆମର ଦେଶକୁ ଠିକ୍ ପଥରେ ନେଇପାରିବ, ଆମକୁ ସୁରକ୍ଷିତ କରି ରଖିପାରିବ, ଆମେ ଗୋଟେ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବୁ। ଆଉ ତୁମେ ଯଦି ଆମକୁ ସେସବୁରୁ ରକ୍ଷା ସେସବୁ ପ୍ରଦାନ କରିପାରୁନାହଁ, ଆମକୁ ଯଦି ମର୍ଯ୍ୟାଦାଜନକ ସ୍ଥିତିରେ ମଣିଷ ଭାବରେ ବଞ୍ଚିବାର ଅଧିକାର ମିଳୁନାହିଁ ଏବଂ ଏ ପ୍ରକାର ପ୍ରବଚନ ଶୁଣିବା ପାଇଁ ତୁମକୁ ଆମେ ଭୋଟ ଦେଇନାହୁଁ କିମ୍ବା ରାଷ୍ଟ୍ରର ଦାୟିତ୍ୱ ଆମେ ତୁମ ହାତକୁ ହସ୍ତାନ୍ତର କରିନାହୁଁ। ଯଦି ସେମିତି ହେଉଛି ତାହେଲେ ପ୍ରଥମେ ଦୋଷୀ କିଏ? ତୁମେ ଯଦି ତୁମର କର୍ତ୍ତବ୍ୟ କରିପାରିନାହଁ ତାହେଲେ ତୁମକୁ ଦଣ୍ଡ ମିଳିବା କଥା ନା ନୁହେଁ? ଯେ ଆମେ ଯଦି ନାଗରିକ ହିସାବରେ ସାମାନ୍ୟତମ ଏକ ନିୟମ ଯଦି ଆମେ ଭାଙ୍ଗୁଛୁ, ରାସ୍ତାରେ ବାମ ପଟରେ ଯିବା କଥା ଯଦି ଆମେ ଡାହାଣ ପଟରେ ଯାଉଛୁ, ସେଥିରେ ବି ଆମ ଉପରେ ପେନାଲ୍ଟି ପଡ଼ୁଛି, ଆମକୁ ଦଣ୍ଡ ଦିଆଯାଉଛି। ଆଉ ତୁମେ ଯଦି ଏତେ ବଡ଼ ତୁମେ ରାଷ୍ଟ୍ରର ଦାୟିତ୍ୱ ନେଇଛ, ରାଷ୍ଟ୍ର ମୁଖ୍ୟ ହେଇଛ, ଆଉ ତୁମେ ଯଦି ଗୋଟେ ଡାକ୍ତରାଣୀ କର୍ତ୍ତବ୍ୟରତ ସମୟରେ ମେଡ଼ିକାଲ ଭିତରେ କର୍ମସ୍ଥଳୀରେ ତାକୁ ତୁମେ ଯଦି ସୁରକ୍ଷା ଦେଇପାରୁନାହଁ, ତାହେଲେ ତୁମକୁ କି ଦଣ୍ଡ ମିଳିବା ଉଚିତ ପ୍ରଥମେ ତାହା ସ୍ଥିର କର। ଆଉ କ'ଣ ନା, ରାସ୍ତା ଉପରକୁ ଓହ୍ଲେଇ ନିଜର ସାଇକୋଫେନ୍ସମାନଙ୍କୁ, ଖୋସାମତକାରୀମାନଙ୍କୁ ସାଙ୍ଗରେ ଧରି ରାସ୍ତାରେ ପ୍ରତିବାଦ କରୁଛ କ'ଣ ନା, ଯେ ଯିଏ ଏମିତି ଦୋଷ କରିଛି, ଏମିତି ଅପରାଧ କରିଛି, ତାକୁ ଫାଶୀ ଦିଅ। ଆମେ ତ ସେ ଦାୟିତ୍ୱ ତୁମକୁ ଦେଇଛୁ, ତ ଦଣ୍ଡ ପ୍ରଥମେ କିଏ ପାଇବା କଥା? ଯଦି ଗୋଟେ ସ୍କୁଲ ହେଉ କି କଲେଜ ହେଉ କିମ୍ବା କୌଣସି ଅଫିସରେ ହେଉ, କୌଣସି ଜାଗାରେ ହେଉ, ଜଣେ କର୍ମଚାରୀ ଯଦି ତାର କର୍ତ୍ତବ୍ୟ ଠିକ୍ ଭାବରେ କରୁନାହିଁ, ତାହେଲେ ତୁମେ ତାଙ୍କୁ ତ ଦଣ୍ଡ ଦେଉଛ। ତାହେଲେ ତୁମେ ଯଦି ତୁମ ନିଜ କର୍ତ୍ତବ୍ୟ ଠିକ୍ ଭାବରେ କରିପାରୁନାହଁ, ତାହେଲେ ତୁମେ କ'ଣ ଦଣ୍ଡ ପାଇବାର ଉଚିତ ନୁହେଁ କି? ଜନତା ଏ ପ୍ରଶ୍ନ ତାଙ୍କୁ ମୁହେଁ ମୁହେଁ ପଚାରିବା ଉଚିତ, କିନ୍ତୁ ଜନତାଙ୍କ ଭିତରେ ଏମାନେ ଗୋଟେ ଭୟ ଭରି ଦେଇଛନ୍ତି। କି ପ୍ରକାର ଭୟ? ଏ ନିୟମ କାନୁନ ତ ତାଙ୍କ ପ୍ରତି ଲାଗୁ ହୁଏ ନାହିଁ, କାହିଁକିନା ସେଇ ମେଡ଼ିକାଲ କଲେଜର ଯିଏ ଅଧ୍ୟକ୍ଷ ଥିଲେ, ତାଙ୍କ ନାଁରେ ଯେଉଁ ଅପରାଧ ମାନ ଆସୁଛି, ଯେ ଶବ ବିକା କିଣାଠୁ ଆରମ୍ଭ କରିକି ଅଙ୍ଗ ପ୍ରତ୍ୟଙ୍ଗ ବିକା କିଣା ପର୍ଯ୍ୟନ୍ତ ଏବଂ ଆର୍ଥିକ ଦୁର୍ନୀତିଠୁ ଆରମ୍ଭ କରିକି କୋଶ୍ଚିନ୍ ପେପର ବିକିବା ପର୍ଯ୍ୟନ୍ତ ଏଇ ଯେଉଁ ଏବଂ ସେକ୍ସ ର୍ୟାକେଟ୍ ଚାଲିବା ପର୍ଯ୍ୟନ୍ତ ଏସବୁ ଅପରାଧ ଯେତେବେଳେ ହେଉଥିଲା, ତୁମେ ସେତେବେଳେ କ'ଣ କରୁଥିଲ? ପାୱାର ଏନ୍ଜୟ କରୁଥିଲ, କ୍ଷମତା ଏନ୍ଜୟ କରୁଥିଲ, ଆଉ ତାକୁ ନିଜର ପଣତ କାନି ତଳେ ସେମିତି ଏକ ରାକ୍ଷସକୁ ଢାଙ୍କିକି ରଖିଥିଲ। ଆଉ ଏତେ ବଡ଼ କାଣ୍ଡ ଘଟିଲା ପରେ ବି ତାଙ୍କୁ କୌଣସି ଦଣ୍ଡ ନ ଦେଇ ତାଙ୍କୁ ଗୋଟେ ପ୍ରମୋସନ୍ ଦେଲା ଭଳିଆ, ପଦୋନ୍ନତି ଦେଲା ଭଳିଆ ଅନ୍ୟ ଗୋଟେ କଲେଜକୁ ଅଧ୍ୟକ୍ଷ କରିକି ପଠାଇ ଦେଉଛ। ଏ ନାଟକ କେତେ ଦିନ ଚାଲିବ? ଏଇ ଅଗଷ୍ଟ 9 ତାରିଖ ଏଇ ଘଟଣା ଘଟିବା ପରଠୁ ଆହୁରି କେତେ ଘଟଣା ଘଟିଗଲାଣି ଯେ ଏଇ ଯେଉଁ 14-15 ଦିନ ଭିତରେ ଯେ ଅକୋଲାରେ 6ଟି ସ୍କୁଲ ଛାତ୍ରୀଙ୍କୁ ଯେଉଁ ଯୌନ ଉତ୍ପୀଡ଼ନ ଦିଆଯାଇଛିଠୁ ଆରମ୍ଭ କରିକି ଥାନେ ଅଞ୍ଚଳରେ ଏକ କିଣ୍ଡରଗାର୍ଟେନ୍ ସ୍କୁଲରେ
3-4 ବର୍ଷର ଶିଶୁମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏମିତି ଆହୁରି ଅନେକ ଘଟଣା ଘଟିଛି। ତ ଏ ଘଟଣା, ଏ ଦୁର୍ଘଟଣା, ଏ ଦୁଷ୍କର୍ମର ଅନ୍ତ କେବେ? ଏହା ପ୍ରମାଣିତ କରୁଛି ଯେ ଆମର ଯେଉଁଟା ମୌଳିକ ସର୍ବନିମ୍ନ ମୌଳିକ ଅଧିକାର ସମ୍ବିଧାନ ହିସାବରେ ଯେ ଆମେ ସ୍ୱାଧୀନତାର ସହିତ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ରହିପାରିବୁ, ଯାଇପାରିବୁ ନିର୍ବିଘ୍ନରେ, ନିର୍ଭୟରେ, ସେଇଟା ହେଉଛି ଆମର ମୌଳିକ ଅଧିକାର। ସ୍କୁଲରେ 3-4 ବର୍ଷର ଛାତ୍ରୀ ରହିପାରୁନାହିଁ ବ୍ରୋଡ୍ ଡେ ଲାଇଟ୍ରେ। এইটি তুমি রাত্রির কথা কହୁଛ যে রাতিରେ ଡାକ୍ତରାଣୀମାନଙ୍କୁ, ଲେଡି ଡକ୍ଟର୍ସମାନଙ୍କୁ ଡ୍ୟୁଟି ଦିଅ ନାହିଁ କିମ୍ବା ସେଫ୍ ପ୍ଲେସ୍ରେ ତାଙ୍କୁ ରଖାଯାଉ। ସେମାନେ ଏମିତି ନିଛାଟିଆ ଜାଗାରେ ଯାଆନ୍ତି ନାହିଁ। ଏ ସ୍କୁଲ ଛାତ୍ରୀମାନେ, ଏଇ 3-4 ବର୍ଷର ଛାତ୍ରୀମାନେ ଏତ ଦିନ ବେଳେ ସ୍କୁଲରେ ବସ୍ରେ ଗଲା ଆସିଲା ବେଳେ ସେମାନେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏଇ ଭିତରେ ଏଇ ଅଗଷ୍ଟ 9 ପରେ ପରେ ଏମିତି ଗୁଡ଼ାଏ ଘଟଣା ହେଇଛି। ଯେମିତିକି ଛତିଶଗଡ଼ରେ ଗୋଟେ ଦଳିତ ମହିଳାକୁ ବଳାତ୍କାର। ଏଇସବୁ ଯେଉଁ ପ୍ରମାଣିତ କରୁଛି ଯେ ଆମେ ଯେଉଁମାନଙ୍କୁ ନିର୍ବାଚିତ କରୁଛୁ ଦେ ଡୋଣ୍ଟ ଡିଜର୍ଭ। ତାହେଲେ ସେମାନେ କେମିତି ସେ ସ୍ଥାନକୁ ଯାଉଛନ୍ତି? ଆମର ଉଦାସୀନତା ପାଇଁ ଯାଉଛନ୍ତି। ଆମେ ଯେଉଁ ଉଦାସୀନ ରହୁଛୁ, ଏବଂ ଆଉ ଗୋଟେ କଥା ହେଲା ଯେ ଆମକୁ ଭୟଭୀତ କରିକି ରଖାଯାଉଛି। ଯଦି ତୁମେ କହିବ, ଯେମିତି ୱେଷ୍ଟବେଙ୍ଗଲରେ ବି ହେଇଛି, ୱେଷ୍ଟବେଙ୍ଗଲରେ ସିଭିଲ ସୋସାଇଟିର ନାମୀ ଦାମୀ ପ୍ରସିଦ୍ଧ ବୌଦ୍ଧିକ ସ୍ତରର ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ପୋଲିସ କମିଶନର ଡାକିକି ଜେରା କରୁଛନ୍ତି। ଏମିତି କାହିଁ କହିଲେ, ସେମିତି କାହିଁ କହିଲେ। ଏବଂ ଦେଖନ୍ତୁ, ତାଙ୍କର ଯେଉଁମାନେ ଆଲାଏନ୍ସ ପାର୍ଟନର ଗୁଡ଼ିକ, ମମତା ବାନାର୍ଜୀ ଯେଉଁ ଇଣ୍ଡିଆ ଆଲାଏନ୍ସରେ ଅଛନ୍ତି, କେହି ମୁହଁ ଫିଟାଉ ନାହାନ୍ତି। କେବଳ ରାହୁଲ ଗାନ୍ଧୀ ତାକୁ ବିରୋଧ କରିଛନ୍ତି। ଆଉ ଗୋଟେ କଥା ଯଦି ମାର୍କ କରୁଥିବେ, ତାହେଲେ ଯେଉଁ ଜର୍ଣ୍ଣାଲିଷ୍ଟ ଗୁଡ଼ିକ ନିଜକୁ ନିର୍ଭୟ, ନିରପେକ୍ଷ, ସାହସୀ ଏବଂ ସତ୍ୟବାଦୀ ବୋଲିକି ଘୋଷଣା କରି ଅନ୍ୟ ମିଡ଼ିଆ ଗୁଡ଼ିକୁ ଗୋଦି ମିଡ଼ିଆ କହନ୍ତି, ଯେ ବିଜେପିର ଆଉ ମୋଦିର ଗୋଦିରେ ବସିଛନ୍ତି। ତାଙ୍କର ଏପିସୋଡ୍ସ ଗୁଡ଼ାକ ଦେଖନ୍ତୁ। ଏଇ କଲିକତା ଘଟଣାର ପରେ ପରେ ଯେ କଲିକତା ଘଟଣାକୁ ଏତେ ଜୋରରେ ସେମାନେ ପ୍ରସାରିତ କରୁନାହାନ୍ତି। ଆଉ ଯଦି ବି କରୁଛନ୍ତି, ସେମାନେ କହୁଛନ୍ତି ବିଜେପି ଶାସିତ ରାଜ୍ୟରେ ଏମିତି ହେଇଥିଲା, ଏତିକି ଏଇ ରାଜ୍ୟରେ ଏମିତି ହେଇଥିଲା। ତାଙ୍କର ଏଜେଣ୍ଡା ରହିଛି। ମିଡ଼ିଆର ଯେତେବେଳେ ଗୋଟେ ଏଜେଣ୍ଡା ରହିଯାଏ ନା, ମିଡ଼ିଆ କେବେ ବି ନିରପେକ୍ଷ, ସତ୍ୟ ଏବଂ ନିର୍ଭୟ, ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରିପାରେ ନାହିଁ କିମ୍ବା ସମ୍ବାଦକୁ ନିରପେକ୍ଷ ଭାବରେ ବିଶ୍ଳେଷଣ କରେ ନାହିଁ। କାରଣ ତାର ଗୋଟେ ଏଜେଣ୍ଡା ରହିଯାଏ ଯେ ନା, ୟାକୁ ପ୍ରମୋଟ କରିବାର ଅଛି, ଏଇ ଦଳକୁ, ଏଇ ନେତାକୁ ଡାଉନଗ୍ରେଡ୍ କରିବାର ଅଛି, ଏଇ ଦଳକୁ ଡାଉନଗ୍ରେଡ୍ କରିବାର ଅଛି। ଆପଣ ଗୋଟିଏ ମିଡ଼ିଆର ନାଁ କହନ୍ତୁ ଯେଉଁ ମିଡ଼ିଆ କି ସମ୍ପୂର୍ଣ୍ଣ ଭାବରେ ନିରପେକ୍ଷ ଏବଂ ସତ୍ୟତାର ସହିତ ନିର୍ଭୟ ଭାବରେ ସତ୍ୟକୁ ହିଁ ପରିବେଷଣ କରେ, ଯିଏକି ସବୁ ଦଳର ଯାହା ବି ଭୁଲ ଭଟକା ହୁଏ ତାକୁ ପରିବେଷଣ କରେ। ଭାରତ କହିଲେ କେବଳ କେନ୍ଦ୍ର ନୁହେଁ କିମ୍ବା କେନ୍ଦ୍ରରେ ଶାସନ କରୁଥିବା ଦଳ ନୁହେଁ, ଏଠି ଯେ ୟୁନିୟନ ଅଫ୍ ଷ୍ଟେଟ୍ସ, ବିଭିନ୍ନ ରାଜ୍ୟରେ ଘଟି ଯାଉଥିବା ଘଟଣା ଗୁଡ଼ିକକୁ ମଧ୍ୟ ମିଡ଼ିଆ ସେହି ଆକାରରେ, ସେହି ପ୍ରକରଣରେ ତାକୁ ବ୍ରଡକାଷ୍ଟ କରିବା ଉଚିତ, ଟେଲିକାଷ୍ଟ କରିବା ଉଚିତ କିମ୍ବା ପବ୍ଲିଶ କରିବା ଉଚିତ ନ୍ୟୁଜ୍ ପେପର୍ସ ଗୁଡ଼ିକରେ, ଯେମିତି ତୁମେ କେନ୍ଦ୍ରର କରୁଛ। ଯେ ଉଦାହରଣ ସ୍ୱରୂପ
ଯେତେବେଳେ ରାହୁଲ ଗାନ୍ଧୀ କାଷ୍ଟ ସେନ୍ସସ୍ର କଥା କହୁଛନ୍ତି, ତାଙ୍କର କର୍ଣ୍ଣାଟକରେ କାଷ୍ଟ ସେନ୍ସସ୍ ହେଇକି ପଡ଼ି ରହିଛି, କାହିଁକି ତାହାକୁ ତାହେଲେ ଘୋଷଣା କରୁନାହାନ୍ତି? ଯାହା ଲିକ୍ଡ ରିପୋର୍ଟ କହେ ଯେ ସେ କାଷ୍ଟ ସେନ୍ସସ୍ ହିସାବରେ ସେଇଠି ଯେଉଁଟାକି ଡୋମିନେଟିଂ କ୍ଲାସେସ୍, ଯେ ଲିଙ୍ଗାୟତ ଏବଂ ଭୋକଲିଙ୍ଗା କ୍ଲାସ୍, ଯେ ସେମାନଙ୍କର ସଂଖ୍ୟା ହେଉଛି ମାତ୍ର 10%, କିନ୍ତୁ ସେମାନେ ସବୁ ଡୋମିନେଟିଂ ଏରିଆରେ ତାଙ୍କର ସଂଖ୍ୟା ଅଧିକ ରହିଛି। ଦିସ୍ ଇଜ୍ ଡୁଏଲ୍ ଷ୍ଟାଣ୍ଡାର୍ଡ, ଦିସ୍ ଇଜ୍ ଡୁଏଲ୍ ଷ୍ଟାଣ୍ଡାର୍ଡ। ରାହୁଲ ଗାନ୍ଧୀ এই ଡବଲ ଷ୍ଟାଣ୍ଡାର୍ଡର ରାଜନୀତି କରନ୍ତୁ ନାହିଁ। ତ ଯାହା ଯାହା ତାଙ୍କର ଏବେ ସିଦ୍ଧାରାମୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଯେଉଁ ଗଭର୍ଣ୍ଣର ଯେଉଁ ପରମିଶନ ଦେଇଛନ୍ତି ଆକ୍ସନ୍ ନେବା ପାଇଁ, ତାଙ୍କ ପତ୍ନୀଙ୍କ ଯେଉଁ ମହୀଶୂର ଡେଭଲପମେଣ୍ଟ ଅଥରିଟି ଯେଉଁ ଜାଗା ଆଲଟମେଣ୍ଟ କେସ୍କୁ ନେଇକି, ସେଇଠି ନିରପେକ୍ଷ ଭାବରେ ତଦନ୍ତ ହେଉ। ଆଗରୁ ତ ୟେଦିୟୁରାପ୍ପା ଯେତେବେଳେ ଥିଲେ ମୁଖ୍ୟମନ୍ତ୍ରୀ, ତାଙ୍କ ବିରୁଦ୍ଧରେ ବି ଏମିତି ଗଭର୍ଣ୍ଣର ପରମିଶନ ଦେଇଥିଲେ ତଦନ୍ତ ପାଇଁ, ଏବଂ ତାପରେ ସେ ଆରେଷ୍ଟ ବି ହେଇଥିଲେ। ତ ଯେଉଁଠି ସ୍ୱଚ୍ଛତା ଦେଖାଇବାର ଅଛି, ଯଦି ତୁମେ ଗୋଟେ ନୈତିକ ଆଦର୍ଶ ବିଚାରବୋଧର ରାଜନୀତି କରୁଛ, ତାହେଲେ ଏ ହିପୋକ୍ରେସି, ଏ ଛଳନା ପ୍ରତାରଣାର ରାଜନୀତି ଛାଡ଼। ଆଉ ଲୋକମାନେ ମଧ୍ୟ ଏହା ଜାଣିବାକୁ ଚେଷ୍ଟା କରନ୍ତୁ। କୌଣସି ଦଳର କିମ୍ବା କୌଣସି ନେତାର ଗୋଡ଼ାଣିଆ ହୁଅନ୍ତୁ ନାହିଁ। ନିଜର ବୁଦ୍ଧି ବିବେକ ଲଗାଇକି ବିଚାର କରନ୍ତୁ। ୟୁଟ୍ୟୁବରେ ଯାହା ଦେଖୁଛନ୍ତି କି ମିଡ଼ିଆରେ ଯାହା ଦେଖୁଛନ୍ତି, ଟେଲିଭିଜନରେ କି ମୋବାଇଲରୁ ହେଉ, ସେସବୁକୁ ସତ ବୋଲି ଏମିତି ଗ୍ରହଣ କରନ୍ତୁ ନାହିଁ। କିଛିଟା ରିଲାଏବୁଲ୍ ନ୍ୟାସନାଲ୍ ଲେଭେଲର ଖବରକାଗଜ ପଢ଼ନ୍ତୁ। ସେଇଠୁ ଆପଣ ଜାଣିପାରିବେ ଯେ ଦେଶରେ ପ୍ରକୃତ କ'ଣ ଚାଲିଛି। ଯଦି 4-5ଟା ନ୍ୟାସନାଲ୍ ଲେଭେଲର ନ୍ୟୁଜ୍ ପେପର୍ସ ପଢ଼ିବେ, ତେବେ ଜାଣିପାରିବେ। କିନ୍ତୁ କ'ଣ କରୁଛନ୍ତି? ଆଜିକାଲି ତ ପଢ଼ିବାର କାହାରିର ଅଭ୍ୟାସ ନାହିଁ। ଏମିତି ତ ଗୋଟାଏ କୋଟେସନ୍ ଅଛି ଯେ ବହି ଜାଳି ଦେବା ଅପେକ୍ଷା ତାଠୁ ଆହୁରି ଜଘନ୍ୟ ଅପରାଧ ହେଉଛି ବହି ନ ପଢ଼ିବା। ଏବଂ ଏମିତି ଅବସ୍ଥା ହୋଇଗଲାଣି ଯେ ଗୋଟେ କୋଟେସନ୍ ମନେ ପଡ଼ୁଛି ଯେ ଦି ମୋମେଣ୍ଟ ଏ ପାର୍ସନ୍ ଏଣ୍ଟର୍ସ ଇନ୍ ଟୁ ପଲିଟିକ୍ସ, ପାରହାପ୍ସ ମ୍ୟାକ୍ସ ୱେବରଙ୍କର କୋଟେସନ୍ ଏଇଟା, ଦି ମୋମେଣ୍ଟ ଏ ପାର୍ସନ୍ ଏଣ୍ଟର୍ସ ଇନ୍ ଟୁ ପଲିଟିକ୍ସ, ଶୈତାନ ଡେଭିଲ୍ ଏଣ୍ଟର୍ସ ଇନ୍ ଟୁ ହିମ୍। ଏବଂ ଯୁଗେ ଯୁଗେ ଶୈତାନ ମାନେ ମହାତ୍ମାମାନଙ୍କୁ ପରାଜୟ କରିଛନ୍ତି କିମ୍ବା ମାରିଦେଇଛନ୍ତି। ଜାଗନ୍ତୁ, ଚେତନ୍ତୁ, ସ୍ପର ଉତ୍ତୋଳନ କରନ୍ତୁ, ଆଉ ଏଇ ଦୁର୍ନୀତିଗ୍ରସ୍ତ ରାଜନେତାମାନଙ୍କୁ ଏବଂ ପଚି ସଢ଼ି ଯାଇଥିବା ରାଜନୈତିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉପାଡ଼ିକି ଆରବ ମହାସାଗରରେ ଫୋପାଡ଼ି ଦିଅନ୍ତୁ।